ନିଖିଳ ଉତ୍କଳ ତେଲେଙ୍ଗା ଦ୍ୱାରା ସମାଜ ଗଠନ ପରଠାରୁ ପ୍ରତ୍ୟେକ 5 ବର୍ଷରେ ଥରେ ସମସ୍ତ ମଣ୍ଡଳକୁ ନେଇ ଏକ ମହାସଭା ଅନୁଷ୍ଠିତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ରବିବାର ବ୍ରହ୍ମପୁର ସରକାରୀ ଶିଷ୍ୟକଲ୍ୟାଣ ଅନୁଷ୍ଠାନ ସମ୍ମିଳନୀ କକ୍ଷରେ ନିଖିଳ ଉତ୍କଳ ତେଲେଙ୍ଗା ଦ୍ୱାରା ସମାଜର ମହାସଭା 2025 ସଭାପତି ଇ ମଦନ ଗୋପାଳ ଦୋରାଙ୍କ ସଭାପତିତ୍ୱରେ ମହା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, କେନ୍ଦ୍ର ସମ୍ପାଦକ ଗୋପାଳ ଦୋରା, କେନ୍ଦ୍ର ମହିଳା ସଭାପତି ଇ ମହେଶ୍ୱରୀ ଦୋରାଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମସ୍ତ ସର୍କିଲ ସଭାପତି ଓ ସମ୍ପାଦକମାନେ ମଞ୍ଚାସୀନ ଥିଲେ। ସମାଜର ଇଷ୍ଟଦେବତା ମହାପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଫଟୋଚିତ୍ରରେ ପୂଜା ଅର୍ଚ୍ଚନା କରି ମହାସଭାକୁ ଆରମ୍ଭ କରାଯାଇଥିଲା। ମଞ୍ଚାସୀନ ସମସ୍ତ ଅତିଥିମାନଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ନିଖିଳ ଉତ୍କଳ ତେଲେଙ୍ଗା ଦ୍ୱାରା ସମାଜ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଆଗାମୀ ଦିନରେ ସମାଜକୁ ସୁଦୃଢ଼ କରିବା ଦିଗରେ ଆହ୍ୱାନ ଦେଇଛନ୍ତି ସମ୍ପାଦକ ଗୋପାଳ ଦୋରା। ଏଥିସହିତ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜ ବକ୍ତବ୍ୟରେ ରଖି ରାଜ୍ୟ ସରକାରଙ୍କ ତରଫରୁ ତେଲେଙ୍ଗା ଦ୍ୱାରା ସମାଜ ପାଇଁ ଆବଶ୍ୟକ ସ୍ଥଳେ ସମସ୍ତ ପ୍ରକାରର ସହଯୋଗ ରହିବ ବୋଲି କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦ୍ୱାରା ତେଲେଙ୍ଗା ଦ୍ୱାରା ସମାଜର ବିଭିନ୍ନ ସେକ୍ଟରରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସାପତ୍ର ଓ ସିଲ୍ ପ୍ରଦାନ କରାଯାଇଥିଲା। ଆଞ୍ଚଳିକ ବାର୍ତ୍ତା। ଆଜ୍ଞା ପରିଚୟ ଦେବେ ଆଜ୍ଞା। ଏହି ମଦନ ଗୋପାଳ ଦ୍ୱାରା ଆମ ତେଲୁଗୁ ଦ୍ୱାରା ସମାଜର କେନ୍ଦ୍ର ସଭାପତି। କ'ଣ କହିବେ ଆଜ୍ଞା ଯେ ଆପଣଙ୍କର କୂଳର ଗୋଟେ ମିଟିଂ ଥିଲା ଆଜ୍ଞା, ଆପଣର ଏକତା ବଞ୍ଚାଇବା ପାଇଁ କରିଛନ୍ତି ଆଜ୍ଞା? ଆମର ଯିଏ କିଏ ଆମ ରଜା ରାଜୁଡ଼ା ସମୟରେ ଆମର ଏ ଯେଉଁ ବୀରତ୍ୱର ପ୍ରତୀକ ଦେଖିକିରି ଆମକୁ ଆଣିକି ଓଡ଼ିଶାରେ ସେ ରଜା ଥଇଥାନ କରିଥିଲେ। ହେଲେ ପାଇକ ଆମକୁ ସମର୍ଥନ ଇନାମ ଦେଇକିରି ସମସ୍ତଙ୍କ ଇନାମ ଦେଇକିରି ଥଇଥାନ କରିଥିଲେ। ସେହି ସମୟରେ କ'ଣ ହେଉଛି, ଆମର ଏମାନେ ଏତେ ଶିକ୍ଷିତ ନଥିଲେ ଆମର ସମାଜ ଲୋକ, ସେମାନେ ଯେଉଁ ମିଳିଥିଲେ ଆମକୁ ଜମି ଜମା ଦେଇଥିଲେ ରଜା, ସେ ସବୁ ବିକିକିରି ମଦ ଫଦ ଖାଇକିରି ପୁରା ଧ୍ୱଂସ ହୋଇଗଲେ। କିନ୍ତୁ ଏବେ ଆଉ ସେ ଅବସ୍ଥା ନାହାନ୍ତି। ଏବେ ସମସ୍ତେ ତାଙ୍କର ଅସୁବିଧା ବୁଝି ଏବେ ସବୁ ପିଲା ଆମର ଯେତେ ଛାତ୍ରଛାତ୍ରୀ ବାହାରୁଛନ୍ତି ସମସ୍ତେ ଏବେ ଶିକ୍ଷିତ ହୋଇଛନ୍ତି ଏବଂ ସମସ୍ତେ କୌଳିକ ବ୍ୟବସାୟ ଚାକିରି ଫାକିରିରେ ଗଲେଣି। କିନ୍ତୁ ଆମର ଯେଉଁ ପ୍ରକାର ଆମକୁ ସମ୍ମାନ ଦେଉଥିଲେ ଓଡ଼ିଶାର, ଆମେ ଯେଉଁ ବସ୍ତୁ ବାରଣ୍ଡା ଉପରେ ଗଲେ ଆମକୁ ସେମାନେ ସମ୍ମାନ ଦେଉଥିଲେ, କ'ଣ ଭୟରେ ନାହିଁ ଆମକୁ ଯେ ଆମେ କ୍ଷତ୍ରିୟ ଅନୁସାରେ ଆମକୁ ଯେଉଁ ରଜା ରାଜୁଡ଼ା ସମୟରେ ଯେଉଁ ପ୍ରକାର ଆମ ସଂଗ୍ରାମ କରିଥିଲୁ ତାକୁ ଆମକୁ ସମ୍ମାନ ଦେଇକିରି ଯେଉଁ ରଖିଥିଲେ, ଏବେ ସେ ସମ୍ମାନକୁ ଆମେ ଫେରାଇ ଆଣିବା ଏବଂ ଆମ ସମାଜକୁ ଜାଗ୍ରତ କରି ପୁଣି ସଂଗଠିତ କରି ଏକଜୁଟ କରି ଆମେ ଏ ଯେଉଁ ଓଡ଼ିଶାରେ ଆମର ସରକାରଙ୍କର ସବୁ ନୀତି ନିୟମ ଚଳିକି ଆମେ ରହିବୁ ଏବଂ ସେ ପ୍ରକାର ବ୍ୟବସ୍ଥା କରି ଆମେ ବର୍ତ୍ତମାନ ଭଲରେ ଅଛୁ। ଏ ଓଡ଼ିଶା ରାଜ୍ୟରେ ଭଲରେ ରହିବୁ। ପରିଚୟ ଦେବେ ଆଜ୍ଞା। ଏଇ ମାହେଶ୍ୱରୀ ଦ୍ୱାରା ଆଉ ଆମର ତେଲେଙ୍ଗା ସମାଜର ମହିଳା ସଭାପତି। ଆମର ଯେଉଁ ଏଠି ଅଛନ୍ତି ସମସ୍ତେ ଆମର କୂଳ ମା' ମାନେ ହଉ, ଭାଇମାନେ, ଭଉଣୀମାନେ, ଆମର ରଜା ରାଜୁଡ଼ାରେ ସବୁ ଆସିଥିଲେ। ଆମର ପ୍ରେସିଡେଣ୍ଟ ତ କହିଲେ ସେସବୁ କଥା। ହେଲେ ଆମେ ହେଉଛୁ ପାଇକ ରଜାମାନେ ଆମକୁ ପାଇକ କରିକି ଆମେ ଧୁରନ୍ଧର ବୋଲିକିରି ଆମକୁ ଆଣିକିରି ରଖିଥିଲେ। ସେଇଟା 1000 ବର୍ଷ ତଳର କଥା। ଯାହା ଥିଲା ଆମର ଏବେ ମାତ୍ର ଭଲ ଅଛୁ। ଯାହା ଥିଲା ସବୁ ସରେଇ ଦେଇଥିଲେ ଆମର କୂଳ ଭାଇମାନେ। ଏବେ ସମସ୍ତେ ଯେ ଯୁଆଡ଼େ ସବୁ ଚାକିରି କରି ଭଲରେ ଅଛନ୍ତୁ। ଆମେ ପାଇକ ସମାଜର ଯେଉଁଠି ଗଲେ ହେଲେ ଆମ ତେଲେଙ୍ଗା ଦୋରା ସମାଜ ପାଇକ ପାଇଁ ବୋଲିକିରି ଆଜିର ସରକାର ଏତେ ଭଲ ସବୁ ସୁବିଧା ଦେଲେଣି। ଆମେ ଆଗକୁ ଯାଇକିରି ଭଲ କାମ କଲେ ଆମେ ପାଇକର ନାଁ ସ୍ମୃତି ସବୁ ଆମେ ରଖିବୁ, ଆମର ପରମ୍ପରା ବଜାୟ ରଖୁ ବୋଲିକିରି ମୁଁ ଆଶା କରୁଛି। ଧନ୍ୟବାଦ ଆଜ୍ଞା। ପରିଚୟ ଦେବେ ଆଜ୍ଞା। ନିଖିଳ ଉତ୍କଳ ତେଲେଙ୍ଗା ଦ୍ୱାରା ସମାଜ 2025 ମହାସଭା, ମୁଁ ସାଧାରଣ ସମ୍ପାଦକ କେନ୍ଦ୍ର। ତେଲେଙ୍ଗା ଦ୍ୱାରା ସମାଜର ମହାସଭା ଥିଲା ଆଜ୍ଞା। ଆମ ନିଖିଳ ଉତ୍କଳ ତେଲେଙ୍ଗା ଦ୍ୱାରା ସମାଜ ଆଜି 4ର୍ଥତମ ମହାସଭା ପାଳିତ କରିବାକୁ ଯାଉଛି। ଏହି ମହାସଭା ଆମର 5 ବର୍ଷକୁ ଥରେ ହେଉଛି। ଏହି 5 ବର୍ଷ ଭିତରେ ଆମର ଓଡ଼ିଶାର କୋଣ ଅନୁକୋଣରୁ ସମସ୍ତ ଭାଇ ଭଉଣୀ ଓ ସଭ୍ୟମାନଙ୍କୁ ଡକାଯାଉଛି। ସମସ୍ତେ ଗାଁ ଗାଁରୁ ଆସିଛନ୍ତି। ଆଜି ପ୍ରାୟ ସହସ୍ରାଧିକ ଭାଇ ଓ ଭଉଣୀମାନେ ଆସି ଆମର କୂଳକୁ ଏକତ୍ରିତ କରିବା ଓ କୂଳର ଉନ୍ନତି କେମିତି କରିବା ସେ ବିଷୟ ନେଇ ସବୁ ଚିନ୍ତା କରାଯାଇଛି। ଆଗରୁ ଆମେ କୂଳ ପାଇଁ ବହୁତ କିଛି ସାହାଯ୍ୟ କରିଛୁ ଓ ସମସ୍ତ ସଭ୍ୟମାନଙ୍କୁ ନେଇକି ପ୍ରତ୍ୟେକ ସର୍କଲ ଗୋଟେ 25ଟି ସର୍କଲ ଆମର ଓଡ଼ିଶାରେ ପ୍ରାୟ 28ଟି ସର୍କଲ ଅଛି। ସେ 28ଟି ସର୍କଲରୁ ଗଞ୍ଜାମରେ ପ୍ରାୟ ଆମର 24ଟି ସର୍କଲ ଅଛି। ଆମେ ଗଞ୍ଜାମରେ ପ୍ରାୟ 5000
ପରିବାର ଅଛୁ ଓ ଅନ୍ୟ ଯେଉଁ ଜିଲ୍ଲାମାନଙ୍କର ଅଛୁ ରାୟଗଡ଼ା ଫୁଲବାଣୀ ଜୟପୁର କୋରାପୁଟ ପୁରୀ ଭୁବନେଶ୍ୱର ଖୋର୍ଦ୍ଧା ଏଇ ଯେଉଁ ଜିଲ୍ଲାରେ ଅଛନ୍ତି ସେଠି ପ୍ରାୟ 5,000 ଫ୍ୟାମିଲି ଅଛନ୍ତି। ଆମର ପ୍ରକୃତ ପରିଚୟ ହେଲା ଆମେ କ୍ଷତ୍ରିୟ ଜାତି ଅଟୁ। କ୍ଷତ୍ରିୟ ଜାତି ହିସାବରେ ଆମେ ଆସିଥିଲୁ ଆନ୍ଧ୍ରାରୁ। ରଜାମାନେ ଆମକୁ ଆଣିଥିଲେ। ଆମେ ଯେତେବେଳେ ରଜାମାନଙ୍କ ଦ୍ୱାରା ଆମେ ସୈନ୍ୟ ସାମନ୍ତରେ ଯୋଗ ଦେଇଥିଲୁ। ପରେ ଆମର ରଜାମାନଙ୍କର ଯେତେବେଳେ କାର୍ଯ୍ୟ ସରିଗଲା ସେତେବେଳେ ଇଂରେଜମାନଙ୍କର ବି କାମ ମାନେ ଇଂରେଜ ସମୟରେ ବି ଆମେ କାମ କରୁଛୁ। ଆମେ ଗୋଟେ ଜାତି ହେଉଛି ବିଶ୍ୱାସୀ ଜାତି। ତେଣୁକରି ଆମକୁ ପୁରୀ ରଜା ଆଣିକି ଆମକୁ ଏଇ ଯେଉଁ ଚାରିପଟେ ନୟାଗଡ଼ଠୁ ଆରମ୍ଭ କରି ସବୁ ରଜା ରାଜୁଡ଼ାମାନଙ୍କୁ ଏଙ୍ଗେଜ୍ କରିଥିଲେ। ସେଇ ଏଙ୍ଗେଜ୍ରେ ଧୀରେ ଧୀରେ ଆମର ସଂଖ୍ୟା ବଢ଼ିଲା। ତା ସହିତ ରଜା ରାଜୁଡ଼ା ଗଲା, ଇଂରେଜ ଶାସନ ଗଲା। ଆମେ ସ୍ୱାଧୀନ ଭାରତର ସ୍ୱାଧୀନ ଭାବେ ଆଜି ଆମେ ବସବାସ କରୁଛୁ। ଆମର ଗଞ୍ଜାମ ଜିଲ୍ଲା ବା ଆମେ ହେଉଛୁ ତେଲୁଗୁ, କିନ୍ତୁ ଯେହେତୁ ଆମେ ଓଡ଼ିଶାରେ ଆସି ବାସ କରୁଛୁ ସେଥିପାଇଁ ଆମର ଏକତା ନିହାତି ଦରକାର। ଆଉ ଆମେ ଏ ଯେଉଁ ଓଡ଼ିଶାରେ ବାସ କରୁଛୁ, ଓଡ଼ିଶାରେ ଆମେ ବହୁତ ଖୁସିରେ ଅଛୁ। ସମସ୍ତେ ଆମ ସହିତ ସମାନ ଭାବେ ମନୋଭାବରେ ଚାଲିଛୁ। ଆମେ କେବଳ ଆମର ବର୍ତ୍ତମାନର ଏଜେଣ୍ଡା ହେଉଛି ଯେ ଆମେ ଏକଜୁଟ ହେବୁ। ଆମେ ଯେଉଁ 10,000 ଫ୍ୟାମିଲି ଅଛୁ ଏକଜୁଟ ହେବୁ। ଏକଜୁଟ ହୋଇକି ଆମର ଗୋଟେ ଏକତା ରଖି ଆମର କୂଳର ବା ସମାଜରେ କିଛି ଉନ୍ନତି କରିବା ମୋର କାମ୍ୟ।